ଦେଖନ୍ତୁ ତାମିଲନାଡୁର जो आमोनिया गैस ट्राजेडी है ସେଥିରେ ଆମ ଏଇ କେନ୍ଦୁଝର ଜିଲ୍ଲାରୁ ଏବେ ସୁଦ୍ଧା 11 ଜଣଙ୍କର ଦେହାନ୍ତ ହୋଇସାରିଛି। ପ୍ରଥମ ଦିନରେ 5 ଜଣଙ୍କର ମର ଶରୀର ଆସିଥିଲା। ଏୟାରପୋର୍ଟରେ ଯେତେବେଳେ ଆସି ପହଞ୍ଚିଲା ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମଧ୍ୟ ଯାଇଥିଲେ। ଆମର ଭାରତୀୟ जनता ପାର୍ଟିର ରାଜ୍ୟ ସଭାପତି मनमोहन सामलजी ମଧ୍ୟ ଯାଇଥିଲେ। ମୁଁ ମଧ୍ୟ ଯାଇ ପହଞ୍ଚିଥିଲି। ତାଙ୍କୁ ଆମେ ସେଠି ଏୟାରପୋର୍ଟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲୁ ଏବଂ ତାଙ୍କ ବଡି ସବୁ ଆଣି ଘରେ ପହଞ୍ଚେଇଥିଲୁ। ତାପରେ ପରେ ମେଡିକାଲରେ ଆଉ କିଛି ଏମିତିଆ ଦେହାନ୍ତ ହେଲେ ସର୍ବମୋଟ ଏବେ ସୁଦ୍ଧା କେନ୍ଦୁଝର ଜିଲ୍ଲାର 11 ଜଣଙ୍କର ଡେଥ୍ ହେଇଛି ଏବଂ ବିଶେଷ ଭାବରେ ସେଇ 11 ଜଣଙ୍କ ଭିତରୁ ଅଧିକାଂଶ ମୋ ନିର୍ବାଚନ ମଣ୍ଡଳୀ ତେଲକୋଇର। ଏଣୁକରି ଏବେ ତ ସାରା ରାଜ୍ୟ ସମସ୍ତେ ଦୁଃଖିତ ଅଛନ୍ତି ଏଥିପ୍ରତି। ବିଶେଷ ଭାବରେ ମୁଁ ସବୁଠୁ ଅଧିକ ଦୁଃଖିତ କି ମୋ ନିର୍ବାଚନ ମଣ୍ଡଳୀରୁ ଅଧିକ ଜଣ ସେଥିରେ ଦେହାନ୍ତ ହୋଇଛନ୍ତି। ଆଉ ଯେଉଁ ଦାଦନ କଥା କହୁଛନ୍ତି, ପ୍ରକୃତରେ ଏବେ ଆମ ସରକାର ଲୋକଙ୍କୁ କାମ ଯୋଗାଇବାରେ ଅବହେଳା କରିନାହାନ୍ତି। ବହୁତ କାମ ଏରିଆରେ ମିଳୁଛି। ଏବେ ଯଦି ଆପଣମାନେ ଦେଖିବେ ଆମର ଭିଭିଜି ରାମଜି ମାଧ୍ୟମରେ ଏବେ ଆମେ 125 ଦିନର କାମ ମଧ୍ୟ ଆମେ ଲୋକମାନଙ୍କୁ ଯୋଗାଇ ଦେଉଛୁ। ଆଉ ଏଇ ଏବେ ଯେଉଁ ଲୋକ ଯାଉଛନ୍ତି ସେଟା ପୂର୍ବ ଦିନର ଯେଉଁ ଦାଦନ ଯାଇକିରି ସେମାନେ ଯେଉଁ ତାଙ୍କର ସେଠି ମାଲିକ ମାନଙ୍କର ସହିତ ତାଙ୍କର ଯେଉଁ ସୁସମ୍ପର୍କ ଗଢି ଉଠିଥିଲା, ସେ ମାଲିକ ମାନେ ସେପଟୁ ଡାକି ଦେବାରୁ ତାଙ୍କର ଯେଉଁ ସ୍ନେହ ମମତା ତାଙ୍କ ଭିତରେ ଥିଲା ସେମାନେ ଯାଇଛନ୍ତି। ନଚେତ୍ କିଛି ଦଲାଲ ୟା ଭିତରେ ଅଛନ୍ତି ଯେଉଁମାନେ କି ଲୋକଙ୍କୁ ଭ୍ରମିତ କରାଇ ଅଧିକ ପ୍ରଲୋଭିତ କରାଇ ତାଙ୍କୁ ଏ ଅଞ୍ଚଳରୁ ନେଇକରି ସୁଦୂର ତାମିଲନାଡୁରେ ନେଇକରି ପହଞ୍ଚେଇଥିଲେ। ଆଉ ଯାହା ତ କ୍ଷତି ହେଇଛି ଏ ଅପୂରଣୀୟ କ୍ଷତି, ନିହାତି ଭାବରେ ସମସ୍ତେ ଦୁଃଖିତ ଅଛନ୍ତି। ଆମ ସରକାରଙ୍କ ତରଫରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ 10-10 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେବାର ମଧ୍ୟ ଘୋଷଣା କରିଛନ୍ତି ଆମର ପ୍ରିୟ ମୁଖ୍ୟମନ୍ତ୍ରୀ। ଏହା ବ୍ୟତୀତ ଆମେ ଦେଖିବୁ ଯେ ଆମର ଜିଲ୍ଲା ସ୍ତରରେ ଜିଲ୍ଲା ପ୍ରଶାସନ ତରଫରୁ ଆଉ କିଛି ତାଙ୍କୁ ସହାୟତା ରାଶି କିପରି ଦିଆଯାଇପାରିବ, ତାଙ୍କ ନିଜ ଅଞ୍ଚଳରେ ଘର ପାଖରେ କେମିତି ତାଙ୍କୁ କାମଧନ୍ଦା ଯୋଗାଇ ଦିଆଯାଇପାରିବ, ଯାହାଦ୍ୱାରା କି ସେମାନେ ଆଉ ବାହାରକୁ କାମ କରିବାକୁ ଯିବେନି। ଆଉ ଯେଉଁ କଥା ଆପଣ କହୁଛନ୍ତି ନାବାଳିକା ମାନେ ଯାଇଥିଲେ ସେଠି ଦାଦନ ଖଟିବାକୁ, ମୁଁ ତ କହିବି କି ନାବାଳିକା ମାନେ ଯାଇନାହାନ୍ତି। ଧର କିଏ ଗୋଟେ 50 ବର୍ଷର ଲୋକଟେ କାମ କରିବାକୁ ଯାଇଛି, ତାର ପୁଅଟେ ହଉ କି ଝିଅଟେ ହଉ, ତାର ଯଦି 15 ବର୍ଷ ହେଇଥିବ, ସାଥିରେ ଯାଇଛି ସେ ତାଙ୍କୁ ସାହାଯ୍ୟ କରିବା ପାଇଁ। ତା ମାନେ ନୁହଁ ଯେ ସେଠି ସେ ଦାଦନ ଖଟିବାକୁ ଯାଇଛି। ଆଉ ଗ୍ୟାସ୍ ଲିକ୍ ହେଲା ତ ଯିଏ ସେ ନିଶ୍ୱାସ ନେଇଛନ୍ତି ସମସ୍ତେ ଏଥିରେ ଆକ୍ରାନ୍ତ ହେଇଛନ୍ତି, ମୃତ୍ୟୁବରଣ କରିଛନ୍ତି। ଏଣୁକରି ଆଗାମୀ ଦିନରେ ମଧ୍ୟ ଆମେ ଦୃଷ୍ଟି ଦେବୁ। ଏ ଦଲାଲ ମାନଙ୍କୁ କେମିତି ଆମେ ଚିହ୍ନଟ କରିବୁ, ତାଙ୍କୁ ଉପଯୁକ୍ତ ଶାସ୍ତି ମଧ୍ୟ କେମିତି ଦିଆଯିବ। ଏ ନିରୀହ ଆଦିବାସୀ ମାନେ ଆଉ ଆଗାମୀ ଦିନରେ କେମିତିଆ ଆମ ରାଜ୍ୟ ଛାଡ଼ି ଆମ ଅଞ୍ଚଳ ଛାଡ଼ି ଆଉ ବାହାରକୁ କାମଧନ୍ଦା ଅନୁଷ୍ଠାନରେ କେମିତିଆ ନ ଯିବେ ସେଥିପ୍ରତି ଆମେ ଦୃଷ୍ଟି ଦେବୁ। ଏବେ ସେ ଯେତେ କାମ କରିବାକୁ ଯାଇଥିଲେ ସ୍ପେଶିଆଲ ବସ୍ ଯୋଗେ ତାଙ୍କୁ ଅଣାଯାଉଛି। 52 ଜଣଙ୍କୁ ଅଣାଯାଉଛି, ଫେରେଇ ଅଣାଯାଉଛି ନିଜ ଅଞ୍ଚଳକୁ, ନିଜ ଘରକୁ। ଆଉ ଆମେ ବି ଜିଲ୍ଲା ପ୍ରଶାସନ ତରଫରୁ ସରକାରଙ୍କ ତରଫରୁ ତାଙ୍କର ସ୍ୱରୋଜଗାର କେମିତି ଏଇ ଏରିଆରେ ହେଇପାରିବ ସେଥିପ୍ରତି ଆମେ ଧ୍ୟାନ ଦେବୁ। ନିଶ୍ଚିନ୍ତ ଭାବରେ ତାଙ୍କୁ ନିଜ ଏରିଆରେ ହିଁ କାମଧନ୍ଦା ଆମେ ଯୋଗାଇ ଦେବୁ। ନିହାତି ଭାବରେ ଏ ଗୋଟେ ରଚନା ରଚାଯାଇଛି ସରକାରଙ୍କୁ ବଦନାମ କରିବା ପାଇଁ। ଏହା ଭିତରେ ବହୁତ କିଛି ଦଲାଲ ମଧ୍ୟ ଅଛନ୍ତି। ଆଉ ଯୋଉଟା ଆପଣମାନେ କହୁଛନ୍ତି ସରକାରୀ ପଦାଧିକାରୀଙ୍କର ଅବହେଳା, ନିହାତି ଭାବରେ ଏହାର ତର୍ଜମା କରାଯିବ। ଯିଏ ଏଥିରେ ଦୋଷୀ ସାବ୍ୟସ୍ତ ହେବେ ନିହାତି ଭାବରେ ତାକୁ ଉପଯୁକ୍ତ ଦଣ୍ଡବିଧାନ କରାଯିବ। ये तमिलनाडु रे जो ट्राजेडी ला ये दुखर कथा ये हमर प्रिमिटिव ट्राइब जो माने जनजाति आदिम जनजाति समाज पुणी मान अत्याचार माने सिचुएसन है जो कि केंद्र सरकार राज्य सरकार अनेक योजना बहुत आगुरी स्पेशल से तेणु मुझे धन्यवाद दे माननीय मुख्यमंत्री महोदय को तुरंत से पदक्षेप नहीं 10 लाख व्यवस्था कर सहित अन्य जहाँ सुविधा घरे हो पार सरकारी क्षेत्र से त्वरान्वित करूँ। तेणु बहुत क्विक एक्शन माननीय मुख्यमंत्री नहीं किंतु आम केउंझर भैया जिले में जड़े भी लोक बाहर को न जाओ इठिकार लोक यही जगह ही एस्टाब्लीश हो समस्ते आहरी कड़ाकड़ी भाव में देखा दरकार मुझे देखा दरकार प्रशासनिक समस्ते गोटे मिशन मोड्रे आगे ना दरकार जमीक भविष्य में एठिकार आम गरीब लोक मैंने बाहर को जाकि परिस्थिति न पड़तु जहाँफल गोटे घरटा उजुड़ी।